ଆଜି ଜାଣିକି ଟିକେ ଲାଗିଲା କି ନାଇଁ ରୋଷେଇ ବେଶୀ ହେଇନି, ମାନେ କଷ୍ଟ ଲାଗିଲାନି। ଏଇନୁ ଟିକେ ଗରମ ଲାଗିଲା, ନହେଲେ ଏପର୍ଯ୍ୟନ୍ତ ଲାଗିନଥିଲା। ଏତିକି ହେଲେ ଚଳିବ, ୟାଠୁ ଅଧିକ ହେଇଗଲେ ଆଉ। ଯଦି ଗରମ ଲାଗିନଥିଲା ଆଉ 2ଟା ଆଇଟମ ବଢେଇ ଦେଲନି? କହୁଛି ଏତିକି କଲି ବୋଲି କିଛି ଲାଗିଲାନି, ଯଦି ଆଉ କରିଥାନ୍ତି ଲାଗିଥାନ୍ତା। ତାହେଲେ ଆଉ 2ଟା ଆଇଟମ କରିକି ଝାଳ ଦେହରୁ ବାହାର କର। ନା ନା ଦରକାର ନାହିଁ, ମୋର ଝାଳ ମୁଁ ରଖିବି, ମୋ କଥା ଖାଉ। ହଉ, ଆଜି କଣ ତାହେଲେ ରୋଷେଇ କରିଛ? ଆଜି ହେଇଛି ଡାଲି। ଏଟା କୋଉ ଡାଲି? କଳା ଦେଖାଯାଉନି, ତମେ ଆଜି ଖାଇବ କି ନାହିଁ? ଦେଶୀ ହରଡ଼ ଡାଲି। ଆମ୍ବୁଲ ପକେଇକି ଯୋଉ କରନ୍ତି ସେଇଟା? ନାଇଁ ନାଇଁ, ଏଟା ତ ହେଇ ହରଡ଼ ଡାଲିଟା ଯୋଉ କିଣା ହେଇକି ଆସେ ଭଜା। ଆଚ୍ଛା ଆଚ୍ଛା, ଏଟା ପୁରା ଦେଶୀଟା। ତାପରେ ପଣସ କଠା ଭଜା, ହଁ ଆମ୍ବ ଖଟା କାଲି ହେଇଥିଲା, ଅଛି ଆଳୁ ସିଝା, ଶାଗ ପାମ୍ପେଡା ଶାଗ ସାତୁରେ ଆଣିଥିଲେ ଯେ, ଆଳୁ ବାଇଗଣ ଜହ୍ନି ପିଆଜ ରସୁଣ ସବୁ ପକେଇକି ହେଇଛି ଆଉ ଏଠି କଣ ଛତୁ ତରକାରୀ। ଛତୁ ବେସର। ତମେ ତ ଡାକି ଡାକି ଆସିଲନି, ମୁଁ ତ କଲି ଆଉ ସେପଟେ ଗୋଟେ କଣ ଫୁଟୁଛି? ନା ଭେଣ୍ଡି ସିଝା ହେଇଛି। ଆଚ୍ଛା, କାଲି ଯୋଉ ତୋଳା ହେଇଥିଲା ଉପରଓଳି, ପ୍ରଥମ ଭେଣ୍ଡି ପୋଡା ହବନି ନା, ତେଣୁ ସିଝେଇକି ଖାଇଦବା 3-4ଟା ତ ପାଗ ହବ, ପାଗ ପାଣି ହବ ଆଳୁ ସିଝା ସହିତ। ହଁ, ମୁଁ 2ଟା ପଣସ କଠା ଖାଇ ଦଉଛି। ଚାଲ ଖାଇବ ତ।